ବ୍ରିଜ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ। ବଲାଙ୍ଗୀର ସହରର ଗେଟ୍ ସରବରପଡ଼ାର ଏକ ଶାନ୍ତ ସରଳ ଯୁବକ ଚିଣ୍ଟୁ କରନ୍ ନୂତନ ବର୍ଷର ନୂତନ ଶୁଭେଚ୍ଛା ସହ ଖୁସି ମନାଇବା ପାଇଁ ସିତୁ ସ୍ୱାଇଁ ନାମକ ଜଣେ ଯୁବକ ସହିତ ବୁଲିବାକୁ ଯାଇଥିଲେ। ସବୁଦିନ ପରି ଚିଣ୍ଟୁ ବୁଲିବାକୁ ଯାଇଛି ବୋଲି ପରିବାର ଲୋକ ଚିନ୍ତାଶୂନ୍ୟରେ ରହିଥିଲେ। ସନ୍ଧ୍ୟା ହୋଇ ରାତିର କଳା ଚାଦର ଘୋଡ଼େଇ ଆସିଲା। ଧୀରେ ଧୀରେ ରାତି ବଢ଼ି ବଢ଼ି ଯାଉଥିବା ଯୋଗୁଁ ଚିଣ୍ଟୁ ନ ଆସିବାରୁ ପରିବାର ଲୋକ ବ୍ୟସ୍ତ ହୋଇପଡ଼ୁଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚିଣ୍ଟୁ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଫୋନ୍ କରିଥିଲେ। କିନ୍ତୁ ଫୋନ୍ଟି ଚିଣ୍ଟୁ ଉଠାଇବା ବଦଳରେ ଚିଣ୍ଟୁର ସାଙ୍ଗ ସିତୁ ଉଠାଇଥିଲେ। ଆଉ ପରିବାର ଲୋକଙ୍କୁ ଖୁବ୍ ଶୀଘ୍ର ଆମେ ଘରେ ଯାଇ ପହଞ୍ଚୁଛୁ ବୋଲି ଚିଣ୍ଟୁର ସାଙ୍ଗ ସିତୁ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଚିଣ୍ଟୁ ଫେରିବା ବାଟକୁ ଚାହିଁ ରହିଥାନ୍ତି। ରାତି ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି। ଘରକୁ ଚିଣ୍ଟୁ ଆସିପାରି ନାହିଁ। ଘଣ୍ଟାର ଟିକ୍ ଟିକ୍ ଶବ୍ଦରେ ସମୟ ଗଡ଼ି ଚାଲିଥାଏ। ଚିଣ୍ଟୁ ଘରକୁ ଫେରି ନଥିବା ଯୋଗୁଁ ବ୍ୟସ୍ତ ହୋଇ ପଡ଼ୁଥାନ୍ତି ପରିବାର ଲୋକ। ହଠାତ୍ ରାତି ପ୍ରାୟ 1:30 ସମୟରେ ଚିଣ୍ଟୁର ସାଙ୍ଗ ସିତୁ ଆସି ଘରେ ପହଞ୍ଚିଛନ୍ତି। ପରିବାର ଲୋକ ସିତୁକୁ ପଚାରିବା ପୂର୍ବରୁ ସିତୁ ମୁହଁରୁ ବାହାରି ପଡ଼ିଥିଲା, ଚିଣ୍ଟୁକୁ ଏକ ଗାଡ଼ି ଧକ୍କା ଦେଇଛି। ସେ ରାତିଟି ଥିଲା ଚିଣ୍ଟୁ ପାଇଁ ଏକ ଜୀବନର କାଳରାତି। ଚିଣ୍ଟୁ ମନରେ ଧାରଣା ନଥିଲା ନୂତନ ବର୍ଷର ଆଗମନରେ ଚିଣ୍ଟୁ ପାଇଁ ମୃତ୍ୟୁ କେଉଁଠି ନା କେଉଁଠି ଛକି ବସିଛି। ବ୍ୟସ୍ତ ହୋଇ ପରିବାର ଲୋକ ଧାଇଁ ଯାଇଥିଲେ ଘଟଣାସ୍ଥଳକୁ। ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଯାହା ଦେଖିଲେ, ମୁଣ୍ଡରେ ପଡ଼ିଗଲା ଅଦିନିଆ ଚଡ଼କ। ଲକ୍ଷ୍ମୀ ଜୋର ବ୍ରିଜ ଉପରେ ପଡ଼ି ରହିଥିଲା ଚିଣ୍ଟୁଙ୍କ ମୃତଦେହ। ପରିବାର ଲୋକଙ୍କ କହିବା ଅନୁସାରେ ଚିଣ୍ଟୁର ମୃତଦେହ ପାଖରେ 4 ଜଣ ପିଲା ଛିଡ଼ା ହୋଇଥିଲେ। କିନ୍ତୁ ପରିବାର ଲୋକ ଆସୁଥିବା ଜାଣି ସେମାନେ ଦୌଡ଼ି ଚାଲି ଯାଇଥିଲେ ବୋଲି ଚିଣ୍ଟୁର ଭାଇ ମଣ୍ଟୁ କହିଛନ୍ତି। ନୂଆବର୍ଷ ଆଗମନରେ ଚିଣ୍ଟୁ ପରିବାରରୁ ଜଣେ ସଦସ୍ୟଙ୍କୁ ସବୁଦିନ ପାଇଁ ଛଡ଼େଇ ନେଇଯିବା ଏକ ଦୁଃଖ ଦୁନିଆରେ କରୁଣାର ଛାଇ ବିଛେଇ ହୋଇଯାଇଥିଲା। ସବୁଦିନ ପାଇଁ ଚିଣ୍ଟୁ ପରିବାର ଲୋକଙ୍କୁ ପର କରି ଅଫେରା ରାଇଜକୁ ଚାଲିଗଲେ। ଘୋଟି ଆସିଲା ଚିଣ୍ଟୁ ପରିବାର ପାଇଁ ଏକ ଦୁଃଖ ଅନ୍ଧକାରର କଳାଛାଇ। ବଲାଙ୍ଗୀର ସହରରେ ଖେଳିଯାଇଛି ଚାଞ୍ଚଲ୍ୟ। ବଲାଙ୍ଗୀର ସହର ଲକ୍ଷ୍ମୀଜୋର ବ୍ରିଜ ଉପରୁ ଉଦ୍ଧାର ହୋଇଥିବା ଚିଣ୍ଟୁର ମୃତଦେହକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିଣ୍ଟୁର ଏହି ମୃତ୍ୟୁକୁ ପରିବାର ଲୋକ ସହଜରେ ହଜମ କରି ପାରୁନାହାନ୍ତି। ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିବା ସହିତ ତୁରନ୍ତ ଦୋଷୀଙ୍କୁ ଧରିବାକୁ ଦାବି କରିଛନ୍ତି ଚିଣ୍ଟୁଙ୍କ ଭାଇ ମଣ୍ଟୁ। ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛନ୍ତି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି। ତେବେ ଗ୍ୟାଙ୍ଗୱାର ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଥିବା ଯୋଗୁଁ ବଲାଙ୍ଗୀରରେ ଏକ ଆତଙ୍କର ଛାୟା ଖେଳିଯାଇଛି। ଏହାର ବିହିତ ତଦନ୍ତ ପରେ ପ୍ରକୃତ ସତ୍ୟର ରହସ୍ୟ ଖୁବ୍ ଶୀଘ୍ର ଜଣାପଡ଼ିଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀରରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।